ଛତୁଆରୁ ବାହାରୁଛି ମଲା ବେଙ୍ଗ। ଏପଟେ ଘଟଣାକୁ ଚାପିବାକୁ ଚେଷ୍ଟା କରୁଛନ୍ତି ଶିଶୁ ମଙ୍ଗଳ ଅଧିକାରିଣୀ ଦୀପ୍ତିମୟୀ ପାତ୍ର। ଛୋଟ ଶିଶୁଙ୍କ ପୁଷ୍ଟିକର ଲାଗି ରାଜ୍ୟ ସରକାର ବାଣ୍ଟୁଛନ୍ତି ଛତୁଆ, ହେଲେ ପୁଷ୍ଟିକର ବଦଳରେ ବାହାରୁଛି ବେଙ୍ଗ ଆଉ ଝିଟିପିଟି। ଗର୍ଭବତୀ ମା ଓ ଶିଶୁମାନଙ୍କ ପାଇଁ ପୁଷ୍ଟିକର ବଦଳରେ ଦିଆଯାଉଛି ବିଷ। ଘଟଣାକୁ ଚପାଇବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି ସରପଞ୍ଚଙ୍କ ସ୍ୱାମୀ କ୍ଷୀରୋଦ କୁମାର ବାରିକ, ଅଙ୍ଗନବାଡି ସୁପରଭାଇଜର ଶୋଭାରାଣୀ ମହାନ୍ତି ଓ ଶିଶୁ ମଙ୍ଗଳ ଅଧିକାରିଣୀ ଦୀପ୍ତିମୟୀ ପାତ୍ର। ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ବ୍ଲକର ଡାଇଲୋ ପଞ୍ଚାୟତରେ। ସରକାର ପୁଷ୍ଟିକର ନିମନ୍ତେ ଛତୁଆ ଯୋଜନା ପ୍ରଣୟନ କରି ଅଙ୍ଗନବାଡି ଦ୍ୱାରା ବଣ୍ଟନ କରୁଛନ୍ତି। ସେହି ଛତୁଆରୁ ଏକ ମଲା ବେଙ୍ଗ ବାହାରିଥିବା ବିଡିଓଙ୍କୁ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ତିର୍ତ୍ତୋଲ ବ୍ଲକ ଦାଇଲୋ ପଞ୍ଚାୟତ ପୁରୁଣା ଗ୍ରାମର ମନୋରଞ୍ଜନ ଦାସ ତାଙ୍କ ଛତୁଆରୁ ଏକ ମଲା ବେଙ୍ଗ ବାହାରିଥିବା ନେଇ ଅଭିଯୋଗ କରିଥିଲେ। ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ସହିତ ଯୋଗାଯୋଗ ହୋଇନଥିବା ବେଳେ ଶିଶୁ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ପାତ୍ର ତଦନ୍ତ କରାଯିବ ବୋଲି କହିଥିବା ବେଳେ ଏହି ଘଟଣାକୁ ସରପଞ୍ଚଙ୍କ ସ୍ୱାମୀ କ୍ଷୀରୋଦ କୁମାର ବାରିକ, ଅଙ୍ଗନବାଡି ସୁପରଭାଇଜର ଶୋଭାରାଣୀ ମହାନ୍ତି ଓ ଶିଶୁ ମଙ୍ଗଳ ଅଧିକାରିଣୀ ଦୀପ୍ତିମୟୀ ପାତ୍ର ପ୍ରମୁଖ ଚପାଇ ଦେବାକୁ ମନୋରଞ୍ଜନକୁ ଚାପ ପକାଉଥିବା କହିଥିଲେ। ମନୋରଞ୍ଜନକୁ ସୁପରଭାଇଜର କହିଥିଲେ, ଛତୁଆ ପ୍ୟାକେଟରେ ବେଙ୍ଗକୁ ଭଗବାନ ପୁରାଇଛନ୍ତି, ତୁମେ ଅଭିଯୋଗ କଲେ କ'ଣ ହେବ? ଛତୁଆ ବିତରଣକାରୀ ଅନୁଷ୍ଠାନର କିଛି ମଧ୍ୟ ହେବ ନାହିଁ, କାରଣ ଏହି ଛତୁଆ ବିତରଣକାରୀଙ୍କ ଠାରୁ ବ୍ଲକ ପ୍ରଶାସନ, ଶିଶୁ ମଙ୍ଗଳ କାର୍ଯ୍ୟାଳୟ ଓ ରାଜନେତାମାନେ ମୋଟା ଅଙ୍କରେ ଅର୍ଥ ନେଉଛନ୍ତି। ଏହି ଘଟଣାରେ ସମସ୍ତେ ଚୁପ୍ ଅଛନ୍ତି, ତୁମେ କ'ଣ ପାଇଁ ହଇରାଣ ହେବ? ତୁମେ ଏଥିରୁ ଓହରି ଯାଅ ବୋଲି ଶିଶୁ ମଙ୍ଗଳ ଅଧିକାରିଣୀ ଓ ସୁପରଭାଇଜର କହିଥିଲେ ବୋଲି ଶ୍ରୀଯୁକ୍ତ ଦାସ କହିଛନ୍ତି। ଏହି ଘଟଣାକୁ ଦାଇଲୋ ସରପଞ୍ଚ ଅନିତା ବାରିକଙ୍କ ସ୍ୱାମୀ କ୍ଷୀରୋଦ କୁମାର ବାରିକ ଚପାଇ ଦେବା ପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି। ଛତୁଆ ବିତରଣକାରୀ ଅନୁଷ୍ଠାନ, ବନବିହାରୀ ସ୍ୱୟଂସହାୟକ ଗୋଷ୍ଠୀର ଅବହେଳା ଏବଂ ବେପରୁଆ ମନୋଭାବ କୋମଳମତୀ ଓ ଗର୍ଭବତୀ ମାମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଜୋର ଧରିଛି। ଦାଇଲୋ ପଞ୍ଚାୟତରେ ମୋର ଘର, ହେଲେ ମୋ ପୁଅ ଅଙ୍ଗନବାଡ଼ି ପଢ଼ୁଆ ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼େ। ହେଲେ ତାକୁ 1 ତାରିଖରେ ଛତୁଆ ମିଳିଥିଲା 2 ପ୍ୟାକେଟ୍। 2 ପ୍ୟାକେଟ୍ରୁ ଶୁକ୍ରବାର ଦିନ, ଶନିବାର ଦିନ ବିଶ୍ୱକର୍ମା ପୂର୍ବ ଦିନ ଗୋଟେ ପ୍ୟାକେଟ୍ ଖୋଲିଲି, କିଛି ବାହାରିଲାନି। ଦ୍ୱିତୀୟ ପ୍ୟାକେଟ୍ ଯେଉଁ ଖୋଲିଲି ମଲା ବେଙ୍ଗଟି, ତା ଦେହରେ ଲୁଣି ବେଙ୍ଗ ବାହାରିଲା। ତାପରେ ଅଙ୍ଗନବାଡ଼ି ଦିଦିଙ୍କୁ ଜଣେଇଲୁ, ସରପଞ୍ଚଙ୍କୁ ଜଣେଇଲୁ। ସେ କହିଲେ ତୁମେ ଜଣାଅ ସିଡ଼ିପିଓକୁ ଜଣେଇକିରି ମୁଁ ଅଭିଯୋଗ ପତ୍ର ଦେଇଯାଇଛି। ସିଡ଼ିପିଓ ପାଖକୁ ଯାଇଥିଲି, ସିଡ଼ିପିଓ ନଥିଲେ, ତେଣୁ ମୁଁ ସିଡ଼ିପିଓଙ୍କୁ ଅଭିଯୋଗ ଦେଇକି ଯାଉଛି। ଜଗତସିଂହପୁର ପ୍ରଶାନ୍ତ ମଲ୍ଲିକଙ୍କ ରିପୋର୍ଟ, G99 ନ୍ୟୁଜ୍। ସପକ୍ଷ ବିପକ୍ଷ ଊର୍ଦ୍ଧ୍ୱରେ G99 ନ୍ୟୁଜ୍।